ଏ ଫୁଲମାଳଟି ଆପଣଙ୍କୁ କେମିତି ଲାଗୁଛି? ପ୍ରକୃତରେ ନୀଳ ଅପରାଜିତା ମିଶେଇ ଯେଉଁ ଫୁଲ ଗୁନ୍ଥିଲେ ବି ମୋତେ ବହୁତ ଭଲ ଲାଗେ, ହେଲେ କ'ଣ କରିବି, ଏବେ ତ ଆଉ ନୀଳ ଅପରାଜିତା ନାହିଁ। ଏଇ ମାଳଟି ମୁଁ କାର୍ତ୍ତିକ ମାସରେ ଗୁନ୍ଥିଥିଲି, ଆଉ ମାଳ ଗୁନ୍ଥି ସାରି ହବିଷ ଡାଲମା ବନେଇଥିଲି ଆଉ ନିଜେ ଖାଇଥିଲି। ଏବେ ସେଇ କଥା ମୋର ମନେ ପଡ଼ୁଥିଲା। ଆଜି ପବିତ୍ର ପୁରୁଷୋତ୍ତମ ଏକାଦଶୀ ଆଉ ଲକ୍ଷ୍ମୀନାରାୟଣ ବ୍ରତ, ହେଲେ ଘର ରୋଷେଇ ମୁଁ ଖାଏ ନାହିଁ, ସେଥିପାଇଁ ପଛ କଥାକୁ ମନେ ପକାଉଥିଲି। ହେଲେ ଘରେ କିଛି ମୁଗ ଗଜା କରିଥିଲି, ଆଜି ସେଇ ମୁଗ ଗଜା ପଣସ ଏମିତି ସବୁ ଖାଇଲି। ସବୁ କିନ୍ତୁ ପଛ କଥା ମୋର ମନେ ପଡ଼ୁଥିଲା। ଏମିତି ଭାବୁ ଭାବୁ ହୁଏତ କାର୍ତ୍ତିକ ମାସ ଆସିଯିବ, ଆଉ ଯେତେବେଳେ ପୁଣି ନୀତି ହବିଷ ଡାଲମା ଖାଇବାକୁ ପଡ଼ିବ, ସେତେବେଳେ ଆଉ ଡାଲମା ଭଲ ଲାଗିବନି। ଇଚ୍ଛା ହେବ ଏଇ ସାଧାରଣ ଖାଦ୍ୟ ଖାଇବାକୁ ବା ଯାଇକି ଟିକେ ଅଭଡ଼ା ଅନ୍ନ ପାଇବାକୁ। କୌଣସି ଏକାଦଶୀରେ ମୁଁ ପୁରୀ ଯାଇ ନ ପାରି ସବୁବେଳେ ମନ ଦୁଃଖ କରୁଛି, ହେଲେ କ'ଣ କରିବି, ତାଙ୍କ ଡୋରି ନ ଲାଗିଲେ ମୋତେ କିଏ ବା ମନବ। ମୁଁ ଏଇ ପଛ କଥା ସବୁ ମନେ ପକାଉଛି ଆଉ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା